ଆପଣମାନେ ତ ଉପମା ଅନେକ ଥର ବନେଇଥିବେ କିନ୍ତୁ ସ୍ପେଶାଲ ଟମାଟୋ ଉପମା କେବେ ବନେଇଛନ୍ତି? ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ପ୍ରଥମେ ଆମେ କ'ଣ କରିବା, ଗୋଟେ କରେଇ ନେବା, ସେଇଥିରେ ଅଳ୍ପ ଟିକେ ରିଫାଇନ୍ ତେଲ ଏଡ୍ କରି ଗୋଟେ ଗିନା ସୁଜି ଦେବା। ସୁଜିର କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ସୁଜିକୁ ଭାଜିବା। ତ ଏବେ ସୁଜିକୁ ସାଇଡ଼୍ରେ ରଖିଦେବା। ଶୁଖିଲା ଲଙ୍କା, ଟମାଟୋ ଅଧିକ କ୍ୱାଣ୍ଟିଟି ନେଇ ତାକୁ ମିକ୍ସର ଗ୍ରାଇଣ୍ଡିଙ୍ଗ କରିଦେବା। ତାପରେ ପୁଣି ଥରେ ସେଇ କରେଇଟି ନେବା, ସେଇଥିରେ ଏଡ୍ କରିଦେବା ରିଫାଇନ୍ ତେଲ, ବିରି ଡାଲି, ଜିରା, ସୋରିଷ, କାଜୁ ଏଡ୍ କରିବା, ଗାଜର ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରିବା, ମଟର ଏଡ୍ କରିବା, ଟମାଟୋ ଶୁଖିଲା ଲଙ୍କାର ପେଷ୍ଟ ଦେଇଦେବା, ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ଆଉ ଅଳ୍ପ ଟିକେ ଆମେ ହାଫ୍ ଚାମଚ ସେଥିରେ ଏଡ୍ କରିଦେବା ହଳଦୀ ଗୁଣ୍ଡ। ଟମାଟୋରେ ସିଝିଲା ପର୍ଯ୍ୟନ୍ତ ତାକୁ ଟିକେ ଆମେ ଫ୍ରାଏ କରିବା। ତାପରେ ଯେହେତୁ ଗୋଟେ ଗିନା ସୁଜିରେ 2 ଗିନା ପାଣି ଏଡ୍ କରିବା, ପାଣି ଫୁଟିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ତାପରେ ଅଳ୍ପ ଅଳ୍ପ ସୁଜିକୁ ଏଡ୍ କରି ଭଲସେ ଟିକେ ମିକ୍ସ କରିଦେବା। ଆପଣମାନେ ତ ଅନେକ ଥର ବନେଇଥିବେ କିନ୍ତୁ ଏଇ ଉପମାକୁ ଥରେ ବନେଇକି ଦେଖନ୍ତୁ, ପାଟିରୁ ସ୍ୱାଦ ହିଁ ଛାଡ଼ିବନି। ତାପରେ ଗୋଟେ ଚାମଚ ଲାଷ୍ଟରେ ଘିଅ ଏଡ୍ କରିବା। ବିନା ପିଆଜ ରସୁଣର ଚଟପଟା ଉପମା ବନିକି ରେଡ଼ି ହେଇଗଲାଣି।